2011 ମସିହାରୁ ମୁଁ ଏଇ ଡିଭାଇନ୍ ଟ୍ରିଟମେଣ୍ଟ ଓ ଦୈବିକ ଚିକିତ୍ସା କରୁଛି। ଆଜି ଓଡ଼ିଶା ନୁହଁ, ଇଣ୍ଡିଆ ନୁହଁ, ବାହାର ଦେଶକୁ ଯାଉଛି। ଆପଣ ଦେଖିଥିବେ ବାହାର ଦେଶରେ ବି ହଜାର ହଜାର ଲୋକ ଲାଇନରେ ରହୁଛନ୍ତି ଦୈବିକ ଚିକିତ୍ସା ପାଇଁ। ଯେଉଁ ଗୋଟେ ବିରଳ ଚିକିତ୍ସା, ଛୁଇଁଦେଲେ କିମ୍ବା ଫୋନ୍ରେ କଥା ହେଲେ କିମ୍ବା ମନ୍ତ୍ର ଶୁଣିଲେ ଅସାଧ୍ୟ ରୋଗ ସବୁ ଭଲ ହେଇଯାଉଛି। ଆପଣମାନେ ଦେଖିଥିବେ ଶହ ଶହ ଲୋକଙ୍କର ଲାଇନ୍ ଲାଗୁଛି ଦୈବିକ ଚିକିତ୍ସା ପାଇଁ। ମୁଁ ହେତୁବାଦୀମାନଙ୍କୁ 2011 ମସିହାରୁ ଚ୍ୟାଲେଞ୍ଜ କରି ଯଦି ତାକତ ଅଛି ଆସି ପରୀକ୍ଷା କରି ଦେଖ। ମୋ ଉପରେ ମନ୍ତବ୍ୟ ଦେବା ପୂର୍ବରୁ ଯାହାର ତାକତ ଅଛି ପରୀକ୍ଷା କରି ଦେଖ ମୋ ପାଖରେ ଶକ୍ତି ଅଛି କି ନାହିଁ ବୋଲି। ମୋତେ ଛାଡ଼, ମୋର ୟୁଟ୍ୟୁବରେ ପ୍ରତି ଗୁରୁବାର ରାତି 8ଟା ପରେ ଲାଇଭ୍ ହୁଏ। ସେ ମନ୍ତ୍ର ଥାଏ, ଏ ମନ୍ତ୍ର ଶୁଣନ୍ତୁ, ରୋଗ ଦୁଃଖ କଷ୍ଟ ଦୂର ହୋଇଯିବ। ଯଦି ଆପଣ 104 ଜ୍ୱର ଅଛି, ଝାଡ଼ା ବାନ୍ତି ହେଉଛି, ବିନ୍ଧା ଦରଜ ଅଛି, ଥରେ ସେ ମନ୍ତ୍ର ଶୁଣି ଦେଖ, ଆପଣ ଦେହ ଭଲ ହେଇଯିବ। ତେଣୁ ମୋ ପାଖରେ କେତେ ଶକ୍ତି ଅଛି ଛାଡ଼, ମୋ ମନ୍ତ୍ର ଶୁଣି ଥରେ ପରୀକ୍ଷା କରି ଦେଖ ଯେ ମୋ ମନ୍ତ୍ରରେ କେତେ ଶକ୍ତି ଅଛି। ତେଣୁ କିଏ କ'ଣ କହିଲା ସେଥିରେ ମୋର ଯାଏ ଆସେ ନାହିଁ। ମୋର ଗୋଟିଏ ଲକ୍ଷ୍ୟ, ସାରା ବିଶ୍ୱରେ ଗୋଟିଏ ଧର୍ମ ବା ସନାତନ ଧର୍ମ, ଆଉ ଗୋଟିଏ ଠାକୁର ବି ଜଗନ୍ନାଥ। ସେଥିପାଇଁ ମୁଁ କାର୍ଯ୍ୟ କରୁଛି। ତେଣୁ ଏମାନେ ଯେତିକି ଚେଷ୍ଟା କଲେ ମୋର କୌଣସି ଗୋଟେ କିଛି କରିପାରିବେ ନାହିଁ। ଆଜ୍ଞା, ଆପଣ ହିନ୍ଦୁ ଧର୍ମର ଗୋଟେ ମାନେ ଉପାସକ ଏବଂ ହିନ୍ଦୁ ଧର୍ମ ପ୍ରଚାର, ଏହା କିଛି ହେତୁବାଦୀ ମାନେ ବାହାର ଶକ୍ତି, କିଛି ବୈଦେଶିକ ଶକ୍ତି ମାଧ୍ୟମରେ ଏସବୁ କରୁଛନ୍ତି? ଦେଖନ୍ତୁ, ମୁଁ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର କରୁଛି। ଆଜି ଓଡ଼ିଶା ନୁହେଁ, ଇଣ୍ଡିଆରେ ନୁହେଁ, ସାରା ଭାରତରେ ନୁହେଁ, ସାରା ବିଶ୍ୱରେ ନମ୍ବର 1 ଡିଭାଇନ୍ ହିଲର ଅଛି। ଆପଣ ଦେଖନ୍ତୁ, ଗୁଗୁଲ୍ ମାରନ୍ତୁ, ଇଏ ମାରନ୍ତୁ, ଡିଭାଇନ୍ ହିଲର ମାରିଲେ କାହା ନାଁ ଆସୁଛି ଦେଖନ୍ତୁ। କାରଣ ସେତିକି ଶକ୍ତି ଅଛି। ତେଣୁ ଲୋକମାନେ ବହୁତ ମୋ ପଛରେ ଲାଗନ୍ତି। କାରଣ ମୁଁ ହିନ୍ଦୁ ଧର୍ମର ଗୋଟେ ବଡ଼ ପ୍ରଚାରକ ଏବେ ଅଛି। ତେଣୁ କିଛି ଯେଉଁମାନେ ଅଣ ହିନ୍ଦୁ ସେମାନେ ତ ସବୁବେଳେ ଆମ ସାଙ୍ଗେ ଲାଗୁଛନ୍ତି। ଏଇଟା କିଛି ବଡ଼ କଥା ନୁହେଁ। ଏହା ଗୋଟେ ହେତୁବାଦୀଙ୍କର ଷଡ଼ଯନ୍ତ୍ର କି? ସେଇଟା ତ ମୁଁ କହିପାରିବିନି। ମୁଁ ସବୁ ଯିଏ ଯାହା କଲେ ମୁଁ ଜଗନ୍ନାଥଙ୍କୁ ଜଣାଇ ଦେଉଛି ଯେ ପ୍ରଭୁ, ଯେଉଁମାନେ ମୋର ଅମଙ୍ଗଳ ଚିନ୍ତା କରୁଛନ୍ତି ସେମାନଙ୍କୁ କଡ଼ାରୁ କଡ଼ା ଶାସ୍ତି ଦିଅ। ସାର୍, ଆଉ ଗୋଟେ ଜିନିଷ ହେଉଛି ଯେ ଆପଣଙ୍କର ବନ୍ଧୁ ଯିଏ ଶେଷଦେବ ନନ୍ଦ, ସିଏ ଆପଣଙ୍କ ସହିତ ସ୍କୁଲରେ ପାଠ ପଢ଼ୁଥିଲେ, କଲେଜରେ ବି ପାଠ ପଢ଼ୁଥିଲେ, ସିଏ କହୁଛନ୍ତି ଆପଣ ଖାଲି ମନ୍ତ୍ର ଜାଣିଛନ୍ତି, ଆଉ କିଛି ଜାଣିନାହାନ୍ତି। ନାଇଁ, ସେ ଟୋଟାଲ୍ କହିଲେ ମୁଁ ମନ୍ତ୍ର ଜାଣିନି କି ମୋ ପାଖରେ କିଛି ଶକ୍ତି ନାହିଁ, ଟୋଟାଲ୍ କିଛି ଜାଣିନି ବୋଲି ସେ କହୁଛି। ଯଦି ମୋର ବନ୍ଧୁ ହେଇଥାନ୍ତା ସେ କେବେ କହିନଥାନ୍ତା। ଛାଡ଼ନ୍ତୁ, ମୁଁ କାହା ବିଷୟରେ ମନ୍ତବ୍ୟ ଚାହୁଁନି। ଖାଲି ପଦିଏ କଥା କହିଛି, ଯିଏ ମୋର ଅମଙ୍ଗଳ ଚିନ୍ତା କରୁଛି ପ୍ରଭୁ ଜଗନ୍ନାଥ କଡ଼ାରୁ କଡ଼ା ଶାସ୍ତି ଦିଅନ୍ତୁ। ଆ ଛଡ଼ା କିଛି କହିବି ନାହିଁ। ଆପଣମାନେ ଜାଣିଥିବେ ମୁଁ ଜଗନ୍ନାଥ କେତେ ଭଲ ପାଆନ୍ତି, ଜଗନ୍ନାଥ କେତେ ଶକ୍ତିରେ ମୁଁ ଆଧାରିତ, ଏଇଟା ଆପଣ ଭଲକି ଜାଣିଛନ୍ତି। କରିପାରୁନି ଅସାଧ୍ୟ ରୋଗ ସବୁ ଯେଉଁ ମେଡ଼ିକାଲ ଫେରନ୍ତା ରୋଗୀ ଦେଖନ୍ତୁ, ବାହାରେ ଓଡ଼ିଶା ନୁହେଁ ଇଣ୍ଡିଆ ଲୋକ ଆସୁଛନ୍ତି, ବାହାର ଲୋକ ବି ବହୁତ ଅଛନ୍ତି। ଯେଉଁମାନେ ଏଠି ଧର ରିଉମାଟିଜମ୍ ପାଇଁ ଯେଉଁଠି ମେଡ଼ିକାଲ ସାଇନ୍ସ ଫେରପ, ସ୍ପଣ୍ଡାଲିସିସ୍, ଫ୍ରୋଜନ୍ ସୋଲ୍ଡର, ମାଇଗ୍ରେନ୍, ସେଗୁଡ଼ା ଇଜିଲି ଏଠି ଭଲ ହେଇଯାଉଛି। ତେଣୁ ମୋ କହିବା କଥା, ପାରାଲିସିସ୍ ରୋଗୀ ଶହ ଶହ ସଂଖ୍ୟାରେ ଭିଡ଼ ଲାଗୁଛି। ତେଣୁ କିଛି ତ ଯେଉଁ ଶକ୍ତି, ଯେଉଁ ନିଜେ ବି ମୁଁ ବିଶ୍ୱାସ କରିପାରୁନି ଯେ କେମିତି ଏଇଟା ସମ୍ଭବ ହେଉଛି। ମୁଁ ଆପଣଙ୍କୁ ଗୋଟେ କହିଲି ନା, ଯଦି କାହାର ପରୀକ୍ଷା କରିବାର ଅଛି, ୟୁଟ୍ୟୁବରେ ମୋର ମନ୍ତ୍ର ଅଛି, ଶହ ଶହ ମନ୍ତ୍ର, ବାବା ଆର୍ତ୍ତଜଣଙ୍କ ମନ୍ତ୍ର ମାରିଲେ ବାହାରିବ। ଯେଉଁ ମନ୍ତ୍ରରେ ତାର ହେଉଛି, ଏ ମନ୍ତ୍ର ଶୁଣନ୍ତୁ, ରୋଗ ଦୁଃଖ କଷ୍ଟ ଦୂର ହେଇଯିବ। ମୁଁ ଚ୍ୟାଲେଞ୍ଜ କରୁଛି, ଯଦି କାହାର ମନ୍ତ୍ର ଶକ୍ତି ଉପରେ ପରୀକ୍ଷା କରିବାର ଅଛି, ହିନ୍ଦୁ ଧର୍ମ, ହିନ୍ଦୁ ଶକ୍ତି, ଭଗବାନଙ୍କ ଶକ୍ତି ଅଛି ନା ପରୀକ୍ଷା କରିବାକୁ ଚାହୁଁଛନ୍ତି, ମନ୍ତ୍ର ଥରେ ଶୁଣିକି ପରୀକ୍ଷା କରି ଦେଖନ୍ତୁ। 104 ଜ୍ୱର ଥିଲେ ଭଲ ହେଇଯିବ, ଝାଡ଼ା ବାନ୍ତି ଭଲ ହେଇଯିବ, ବିନ୍ଧା ଦରଜ ଭଲ ହେଇଯିବ। ତେଣୁ କିଏ କ'ଣ ଯେଉଁ କହୁଛି ସମାଲୋଚନା କରି, ସେଟା ତ ସମାଲୋଚନା କରିବେ। କାରଣ ଉପରୁ ଯିଏ ଉଠେ ତା ଗୋଡ଼କୁ ସମିଟ ଟାଣେ, ସେଇଟା ବଡ଼ କଥା ନୁହେଁ। କିନ୍ତୁ ଯଦି କାହାର ତାକତ ଅଛି ପରୀକ୍ଷା କରି ଦେଖୁ ମନ୍ତ୍ରରେ କେତେ ମୋର ଶକ୍ତି ଅଛି। ହିନ୍ଦୁ ଧର୍ମ କହୁଛି ପ୍ରତ୍ୟେକ ଯୋଦ୍ଧାଙ୍କର ଗୋଟେ ଶିଷ୍ୟ ଥାଏ। ଆପଣଙ୍କର କାହାଠୁ ଏସବୁ ଦେଖନ୍ତୁ, ବଡ଼ ମାନେ ଗୋଟେ କଥା, ମୁଁ ଆଜି ଯାଏ କାହାକୁ ଗୁରୁ କରିନି। ମୁଁ ପଞ୍ଚସଖା ଆଉ ପଞ୍ଚସଖା ଗୁରୁମାନେ, ସାଇବାବାଙ୍କ ଗୁରୁମାନେ, ଆଉ ଏଇ ଅଚ୍ୟୁତାନନ୍ଦ ଆମକୁ ସେଇମାନେ ଗୁରୁ ମାନି ଚାଲେ। କାରଣ ମୁଁ ଆଜି କେହି ଗୁରୁ ପାଇନି, କାରଣ ବାଇ ବାର୍ଥ ପାୱାରଫୁଲ୍ ଥିଲି। ମୋତେ ଗୋଟେ ସ୍ୱପ୍ନରେ ଦେଖେଇ ଗଲେ ଯେ ଆପଣ ଏଇ ଶକ୍ତିର ଅଧିକାରୀ, ଲୋକମାନଙ୍କ ସେବା କରନ୍ତୁ, ଲୋକମାନଙ୍କ ରୋଗ ଦୁଃଖ କଷ୍ଟ ଦୂର କରନ୍ତୁ। ଆଜି ଯାଏ କାହା ଗୁରୁ କରିନି। ଏବେ ମୁଁ ଯାଇଥିଲି ରାମଭଦ୍ର, ଆପଣ ଜାଣିଥିବେ, ଯେଉଁଟା ଯିଏ ବାଘେଶ୍ୱର ବାବାଙ୍କ ତାଙ୍କୁ ମୁଁ ପୁରୀରେ ଭେଟିଥିଲି, ଚାଲି ପାରୁନଥିଲି, ତାଙ୍କୁ ଚଲେଇ ଦେଇଥିଲି। ଆଉ ସିଏ ମୋତେ କହୁଛନ୍ତି ଯଦି ଚାହୁଁଛ ମୁଁ ତୁମକୁ ଶିଷ୍ୟ କରିବି, ଆସ ଚିତ୍ରକୂଟ ଆସ। ମୁଁ ଏପର୍ଯ୍ୟନ୍ତ କିଛି କରିନି, ଯାହା ଭଗବାନଙ୍କ ଇଚ୍ଛା ତାହା ହିଁ କରିବି।